ରହିବନି ଅଭାବ, ଅନାଟନ, ଘରୁ ଆସିବେ ମା ଲକ୍ଷ୍ମୀ। ଦାମ୍ପତ୍ୟ ଜୀବନରେ ଖେଳିଯିବ ଖୁସି। ଆସନ୍ତୁ ଆଜି ସେଇ ବିଷୟରେ ଆମେ ଜାଣିବା। ଆଇନା ବା ଦର୍ପଣରେ ଆମେ ଆମ ମୁହଁ ଦେଖିଥାଉ, ପରେ ଏହାକୁ ଘରର କେଉଁ କୋଣରେ ରଖିଦେଇଥାଉ ବା ବିଭିନ୍ନ ସ୍ଥାନରେ ଟାଙ୍ଗି ଦେଇଥାଉ। କିନ୍ତୁ ଦର୍ପଣକୁ ଠିକ୍ ସ୍ଥାନରେ ରଖିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଗୁରୁତ୍ୱପୂର୍ଣ୍ଣ ଉପକରଣ। ବାସ୍ତୁ ଦୋଷ ଦୂର କରିବାରେ ଆଇନାକୁ ବ୍ୟବହାର କରାଯାଏ। ସେଥିପାଇଁ ଏହାକୁ ସଠିକ୍ ସ୍ଥାନରେ ରଖିଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିଲେ କେଉଁ ସ୍ଥାନରେ ଆଇନା ରଖିଲେ ଧନ ବୃଦ୍ଧି ହୋଇଥାଏ। ଘରର ଉତ୍ତର ଦିଗରେ ଆଇନା ରଖିବା ଶୁଭ ହୋଇଥାଏ। ଉତ୍ତର ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଆଇନା ରଖିବା ଦ୍ୱାରା ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଆହୁରି ଉତ୍ତର ଦିଗ ବ୍ୟତୀତ ପୂର୍ବ ଦିଗରେ ଆଇନା ଲଗାଇଲେ ଶୁଭ ହୋଇଥାଏ। ଏହାଦ୍ୱାରା ଘର ଉପରେ ସକାରାତ୍ମକ ପ୍ରଭାବ ବଢ଼ିଥାଏ। ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଘରର ଉତ୍ତର ଦିଗରେ କବାଟ କିମ୍ବା ଦ୍ୱାର ମୁହଁ ନଥିଲେ ଆଇନା ଲଗାଇବା ଉଚିତ। ଏହା ବ୍ୟତୀତ ବିଭିନ୍ନ ଦୋଷ ଦୂର ହୋଇଥାଏ। ଉତ୍ତର ଦିଗକୁ ଧନ ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଆଇନା ଲଗାଇଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ବୋଲି ବିଶ୍ୱାସ ରହିଛି। ସକାଳେ ଉଠି ଆଇନାରେ ମୁହଁ ଦେଖିବା ଉଚିତ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ବନ୍ଧୁଗଣ, ଭିଡ଼ିଓରେ କେମିତି ଲାଗିଲା ଆମକୁ ତା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଜୟ ଜଗନ୍ନାଥ।